ମହାମେରୁ 25 ଅଙ୍କ ଯୁବକ କୋଟି ହେଲେ ନିଷ୍କାମ ଭକ୍ତ କୋଟି ତାନ୍ତେ 27 ଅଳପି ନିତ୍ୟ ପ୍ରକାଶିବ ଅନାଦି ସଂଖ୍ୟା ଲେଖା ହେଇଛି ଯୋଉଟା ଆଜି ହଉଛି। ଏଠି ଦେଖନ୍ତୁ ଲେଖା ହେଲା କ'ଣ 25 ଅଙ୍କ ଯୁବକଟି ହେଲେ ନିଷ୍କାମ ଭକ୍ତ କୋଟି। ଆଜି ନିଷ୍କାମ ଭକ୍ତ କୋଟି ହେଇଛି। କେହି କାମନା ନେଇ ଆସିନାହାନ୍ତି। ନିଷ୍କାମ ଆପଣମାନେ ସମସ୍ତେ ସାଧୁଙ୍କୁ ଦେଖିବା ପାଇଁ ତାଙ୍କୁ ଦର୍ଶନ କରିବା ପାଇଁ ଆସୁଛନ୍ତି। କୌଣସି କାମନା ନେଇ ଆସିନାହାନ୍ତି। ଆଜି ସେଇ ନିଷ୍କାମ ଭକ୍ତ ଗୋଟି ହେଲା 25ରେ 25 ଅଙ୍କ କଟିଗଲେ ସରିଗଲେ 27 ଅଙ୍କରେ ପ୍ରଭୁ ପ୍ରକାଶ ହେବେ ନିଜେ କଳିକି ରାମ। ତେଣୁ ଏଠି ସେଠି ତାଙ୍କର ବହୁତ ଗୁଡ଼ିଏ ଗ୍ରନ୍ଥରେ 64 ପଟଳ 34 ଅଧ୍ୟାୟ ଲେଖିଲେ ରାମ ନେତ୍ରବିନ୍ଦୁ ସମସାଲେ ଜାଣ କପିଳାସ ପର୍ବତରେ 12 ବର୍ଷ ତପସ୍ୟାଦି ଯୋଗେଶ୍ୱର ଏକାଶରେ ନିରାହାରେ ତପସିଦ୍ଧି କରି ଅଗ୍ନିଜଟା କରି କହାଇ ହେବେ ବାହାର ହେବେ କନ୍ଦରୁ ସ୍ୱାମୀ ନାମ ଡାକ ପଡ଼ିବ ଅଧିକ ମୁଖେ ଶ୍ରୀଗୁରୁ ଶ୍ରୀଗୁରୁ। ଏଠି ସିଧାସଳଖ 64 ପଟଳରେ କହିଲେ 34ତମ ପଟଳରେ ସେୟା ଲେଖିଲେ ଯେ ପ୍ରଭୁ 12 ବର୍ଷ କାଳ କପିଳାସ କନ୍ଦରରେ ତପସ୍ୟା କରିକିରି ସେଠୁ ବାହାରି ଅଳଙ୍କି ଧର୍ମ ପ୍ରଚାର କରିବେ। ସମସ୍ତେ ତାଙ୍କୁ ଶ୍ରୀଗୁରୁ ଶ୍ରୀଗୁରୁ ବୋଲି ଡାକିବେ। ଆଉ ଗୋଟେ କଥା କରିଛନ୍ତି ବହୁତ ଥର ଉଠୁଛି ବହୁତ ଜାଗାରେ ସମ୍ବଳ ନଗର କୋଉଟା? ସମ୍ବଳ ନଗର କୋଉଟା? ତାପରେ ସବୁ ସଦାବେଳେ କୋଶ୍ଚିନ୍ ଉଠୁଛି ଏବଂ ସମସ୍ତେ କହୁଛି ଏଟା ସମ୍ବଳ ନଗର ସେଟା ସମ୍ବଳ ନଗର, ଏଠି କ୍ଷୀର ନଈ ଅଛି, ସେଠି ଅମୁକ ନଈ ଅଛି, ଏଠି ଖଣ୍ଡ ପର୍ବତ ଅଛି। ତେଣୁ ଆମେ ତା ଆକ୍ଚୁଆଲି କୋଉଟା କହିଛି ଦର୍ଶକ ମାନେ ସମ୍ବଳ ନଗର ଭବିଷ୍ୟବାଣୀକାରେ ବଳରାମ ଦାସ ଲେଖିଲେ ଶୁଣ ବାଲିଆ ତତେ କହି ଆମେ ଜନ୍ମିବୁ ଯେଉଁଠାଇ ତାହା କହିବା ତତେ ଶୁଣ ସେ ଯାଜପୁର ବୋଲି ଗ୍ରାମ ସେଠାରେ ବ୍ରାହ୍ମଣର ଘର ବିପ୍ର ପଣ୍ଡା ନାମ ତାର ଘରଣୀ ନାମ ଜାଣ ଅଟୋଇ ପଦ୍ମାବତୀ ନାମ ତାହାର ଘରେ ଆମ୍ବେ ଯାଇ ଜନ୍ମ ହେବୁ 2 ଭାଇ। ଗୋଟେ ଘରରେ 2 ଭାଇ ଜନ୍ମ ହେବେ। ସେ 2 ଭାଇ କିଏ ତା ବି ଶୁଣି କହିବି ଆଜି ମୁଁ କୋଉ 2 ଭାଇ ଜନ୍ମ ହେଇଥିଲେ ବର୍ତ୍ତମାନ ଯାଜପୁରରେ କ'ଣ ପ୍ରମାଣ ଅଛି ସେ କଥା ପୁଣି ଆପଣଙ୍କୁ କହିବି ମୁଁ। ସମୟ ଟିକେ କମିଗଲା କାଲି କିଛି କହିପାରିଲିନି ମୁଁ। ଆଜି ସମୟ ହେଲାଣି ସମସ୍ତେ ବ୍ୟସ୍ତ ବି ହେଲେଣି କହିବି। ଜୟ ଜଗନ୍ନାଥ। ପୁଣି ଲେଖା ହେଲା କ'ଣ ବୈତରଣୀ ଉତ୍ତର ଦିଗରେ ବୈତରଣୀ ଦକ୍ଷିଣ ପଟେ ଯାଜପୁର ଟାଉନ ସେମାନେ ଯାଜପୁର ଯାଇଛନ୍ତି ଦେଖିଛନ୍ତି। ବୈତରଣୀର ଉତ୍ତର ପଟେ ଯାଜପୁର ଟାଉନ। ବୈତରଣୀ ଉତ୍ତର ହେଉଛି ବରାହ ମଣ୍ଡଳ ମଝିରେ ନଈଟି ଦଶାସନ ଘାଟ ସେପଟେ ବରାହ ମଣ୍ଡଳ। ଦେଖିଲେ କ'ଣ ଇଏ ବହୁ କଳ୍ପନା ଅଚ୍ୟୁତ ଲେଖିଲେ ବୈତରଣୀ ଉତ୍ତର ଦିଗରେ ଜନ୍ମ ହୋଇବୁ ସେଠାରେ